Hi everyone, welcome to the 18th recitation of my parents' poems. Poems are in Odia. Ajira Kavita, Nirava Jantrana. କେହି ପଚାରିଲେ କେମିତି ଅଛ ସ୍ୱତଃ ପାଟିରୁ ବାହାରି ଯାଏ ଭଲ। ଏହା ଯନ୍ତ୍ରଣାକୁ ଘୋଡ଼େଇ ଦେବାକୁ ଏକ ଶବ୍ଦ ଯାହା ଜୀବନରେ ସବୁଠାରୁ ଲମ୍ବା ମିଥ୍ୟା। ବେଳେ ବେଳେ ମୁଁ ଦେଖେ ନିଜକୁ, ଦେଖେ ବାହାରେ ହସୁଥିବା ଏକ ଦେହ, ଭିତରେ ଭାଙ୍ଗୁଥିବା ଏକ ମନ, ଆଉ ନିଶ୍ୱାସ ପ୍ରଶ୍ୱାସ ମଝିରେ ବସିଛି ଯନ୍ତ୍ରଣା। ନୀରବତାର ଅଗଣାରେ ଯେବେ ରାତି ନିଜ ଛାୟା ବିସ୍ତାରେ ହୃଦୟ ବସିଥାଏ ଏକାକୀ, କଥା ହେଉଥାଏ ନିଜ ସହ, ଶୁଣି ପାରନ୍ତିନି କେହି, ନା ତାରା ନା ଜହ୍ନ ନା ରାତି ନା ଦିନ। ଦେଖିପାରନ୍ତିନି କେହି, ସେଠି ଜଳୁଥାଏ ଦୀପ ଯନ୍ତ୍ରଣାର ଅଶ୍ରୁର ଜଳରେ। ସେ କହେ ମୁଁ ତୋର ସତ୍ୟ, ତୋ ମନର ଭଙ୍ଗା ଆଇନା, ତୋର ହାରି ଯାଇଥିବା ଆତ୍ମବିଶ୍ୱାସ, ତୋ ଭଙ୍ଗା ସମ୍ପର୍କର କ୍ଷତ, ସମ୍ପୂର୍ଣ୍ଣ ସ୍ୱପ୍ନର ଭାର, ଅକୁହା କଥାର ସ୍ମୃତି। ଯନ୍ତ୍ରଣା ଜାଗ୍ରତ କରେ ମନୁଷ୍ୟକୁ, କହେ ମୁଁ ମନୁଷ୍ୟ ଜୀବନର ଅଟଳ ସତ୍ୟ, ମୁଁ ଜୀବନରେ ଏକ ପ୍ରଶ୍ନବାଚୀ ଯାହାର ଉତ୍ତର ନିଜକୁ ଖୋଜିବାକୁ ପଡ଼େ। ଏବେ ଯନ୍ତ୍ରଣା ଆଉ ଚିତ୍କାର କରୁନି, ନେଉନାହିଁ ସାହାରା, ଶବ୍ଦ ଅବା ଲୁହର, ଶିଖିଗଲାଣି ବଞ୍ଚିବା ନୀରବରେ ମୋ ଭିତରେ। ଥ୍ୟାଙ୍କ ୟୁ।